ପିଲାମାନେ, ଆମ ଭାରତ ବର୍ଷରେ ଉତ୍କଳ ଗୋଟିଏ ପୁଣ୍ୟଭୂମି। ଏଠାକାର ନଦୀ, ପାହାଡ଼, ପର୍ବତ, ଜଳ, ବାୟୁ ସବୁ ପୁଣ୍ୟମୟ। ଆମ ଓଡ଼ିଶାର ପ୍ରତ୍ୟେକ ବ୍ୟକ୍ତି ଧର୍ମ ସଚେତନ। ସେଇଥିପାଇଁ ତ ଆମେ ସମସ୍ତେ ଏକାଠି ଆନନ୍ଦ ମନରେ 12 ମାସରେ 13 ପର୍ବ ପାଳନ କରୁ। ହଁ ପିଲାଏ, ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ପାଳନ କରିବା ଦ୍ୱାରା ଆମ ମନରେ ଭକ୍ତିଭାବ ଜାଗ୍ରତ ହୁଏ, କଳୁଷିତ ମନ ଶୁଦ୍ଧ ହୁଏ, ମନର ଅଜ୍ଞାନତା କୁସଂସ୍କାର ଦୂର ହୁଏ। ପିଲେ, ଆମେମାନେ କୌଣସି ନା କୌଣସି କାମରେ ସବୁବେଳେ ବ୍ୟସ୍ତ ରହିଥାଉ। ଏହି କର୍ମକ୍ଳାନ୍ତ ଜୀବନରେ ଆଧ୍ୟାତ୍ମିକ ଜ୍ଞାନର ଉପଲବ୍ଧି ହିଁ ପର୍ବପର୍ବାଣୀ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ। ତା ଛଡ଼ା ପର୍ବପର୍ବାଣୀ ସମୟରେ ଘରେ ସମସ୍ତେ ଏକାଠି ହୁଅନ୍ତି। ଯିଏ ଯେଉଁଠି ଥିଲେ ବି ନିଜ ନିଜ ଘରକୁ ଯାଇ ଏକାଠି ମିଳିମିଶି ଆନନ୍ଦ ମନରେ ପର୍ବ ପାଳନ କରନ୍ତି। ଏହା ଫଳରେ ସମସ୍ତଙ୍କ ମନ ଖୁସି ରହିବା ସହିତ ପରସ୍ପର ଭିତରେ ଆତ୍ମୀୟତା ମଧ୍ୟ ବଢ଼ିଥାଏ। ଆଉ ତମେମାନେ ତ ଜାଣ, ଏବେ ଚାଲିଛି ପୁଣ୍ୟ ମାସ କାର୍ତ୍ତିକ। କାର୍ତ୍ତିକ ମାସକ ଯାକ କାର୍ତ୍ତିକ ବ୍ରତ କରାଯାଏ। ଆମ ଉତ୍କଳର ଗୌରବମୟ ଐତିହ୍ୟକୁ ସ୍ମରଣ କରି ଆମେ ଡଙ୍ଗା ଭସାଉ। ତା ଛଡ଼ା କାଳୀ ପୂଜା, ଦୀପାବଳି ବି ଏଇ ମାସରେ ଆମେ ପାଳନ କରୁ। କ୍ଷୀରି, ପିଠା, ମିଠା ଖାଇ ଆମେ ଖୁସିରେ ସବୁ ପର୍ବପର୍ବାଣୀର ମଜା ଉଠାଉ। ହଉ ପିଲେ, କଥା ତ ଆଗକୁ ବି ହେବା। ଏବେ ଆସ ଭଉଣୀ ଆଦ୍ୟାଶା ସ୍ୱାଇଁଙ୍କ କଣ୍ଠରୁ ଶୁଣିବା ଭଜନଟିଏ, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।
ମାତ୍ରକେ ତୋ ରୂପ ମାଧୁରୀ ସବୁ ଦୁଃଖ ମୋର ଗଲାଣି ପାସୋରି ଦେଖିଲା ମାତ୍ରକେ ତୋ ରୂପ ମାଧୁରୀ ସବୁ ଦୁଃଖ ମୋର ଗଲାଣି ପାସୋରି ଆଉ ତତେ ଛାଡ଼ି ଯିବାକୁ ବାହୁଡ଼ି ଆଉ ତତେ ଛାଡ଼ି ଯିବାକୁ ବାହୁଡ଼ି ବଳୁ ନାହିଁ ମୋର ମନ ହେ ଲଭିଲେ ତୋ ଦର୍ଶନ ହେ ଲଭିଲେ ତୋ ପିଲାଇ, ଆଉ ଟିକିଏ ଆଗରୁ ମୁଁ କହୁଥିଲି ନା, ଆମ ଉତ୍କଳର ଐତିହ୍ୟକୁ ମନେ ପକାଇ ଆମେ ଖୁସି ମନରେ ବିଭିନ୍ନ ପ୍ରକାରର ପର୍ବ ପାଳନ କରୁ। ହଁ ପିଲେ, ଆମ ଐତିହ୍ୟ, ଆମ ସଂସ୍କୃତି, ଆମ ପରମ୍ପରା ଆମ ଓଡ଼ିଆମାନଙ୍କର ଗର୍ବ। ଐତିହ୍ୟ ଶବ୍ଦର ଅର୍ଥ ହେଉଛି ପ୍ରାଚୀନତା, ଆମ ପୂର୍ବଜମାନଙ୍କ ଦ୍ୱାରା ରଖାଯାଇଥିବା ପ୍ରଥା। ଏହି ଆଧୁନିକ ଯୁଗରେ ଗୋଟିଏ ଦେଶର ବା ରାଜ୍ୟର ଐତିହ୍ୟ ଓ ସଂସ୍କୃତି ତାର ଗୌରବର ପରିଚୟ। ଆମ ରାଜ୍ୟ ଓଡ଼ିଶା ହେଉଛି ଗୋଟିଏ ବୈଭବଶାଳୀ ସଂସ୍କୃତି ଓ ଐତିହ୍ୟର ଭଣ୍ଡାର। ଆମ ଚିତ୍ରକଳା, ସାହିତ୍ୟ, ନୃତ୍ୟ, ଗୀତ, ଆମ ଉତ୍ସବ ଏବଂ ଆମ ପ୍ରାଚୀନ ମନ୍ଦିର ଏସବୁ ଦେଶ ବିଦେଶରେ ବେଶ୍ ପରିଚିତ ଏବଂ ଆଦୃତ ମଧ୍ୟ। ପିଲେ, ଆମ ଐତିହ୍ୟ ଆମ ଗର୍ବ। ଏହିସବୁ ଅମୂଲ୍ୟ ଐତିହ୍ୟକୁ ଆମେ ସମ୍ମାନ ଜଣାଇବା। ଆସ ଆଜି ଜାଣିବା କଥାରେ ଶୁଣିବା ଆମ ଐତିହ୍ୟ। ତମମାନଙ୍କ ପାଇଁ କହିଛନ୍ତି ଜଗନ୍ନାଥ ପଣ୍ଡା। ପିଲେ, ଲକ୍ଷ୍ୟ କରିଥିବ, ଚାଲିଲା ବେଳେ ଆମର ଗୋଟିଏ ପାଦ ଆଗକୁ ଯାଏ, ଅନ୍ୟ ପାଦଟି ପଛକୁ ଆସିଯାଏ। ଏହିପରି ପାଦ ଆଗ ପଛ ହେଲେ ଆମେ ଚାଲିପାରୁ। ପଛକୁ ଯାଉଥିବା ପାଦଟି ଯଦି ଠିକ୍ ଭାବରେ ଦୃଢ଼ ହେଇ ନ ପଡ଼ିବ, ତେବେ ଆମେ ଆଗ ପାଦକୁ ଆଗକୁ ନେଇପାରିବା ନାହିଁ ବା ନେଲେ ପଡ଼ିଯିବା। ଆମର ଗତି ଠିକ୍ ହେବ ନାହିଁ, ଆମେ ଆଗକୁ ଯାଇପାରିବା ନାହିଁ। ତୁମେ ଜାଣିଛ, ଏହି ଚାଲିବାକୁ ଗତି କରିବା ବୋଲି କୁହାଯାଏ। ପ୍ରତ୍ୟେକ ପ୍ରାଣୀଙ୍କର ଏହିପରି ଗତି କରିବାର କ୍ଷମତା ରହିଛି, କାରଣ ଆମ ଜଗତ ଗତିଶୀଳ। ଏଇଠି ଗୋଟିଏ କଥା ମନେ ରଖ, କେବଳ ଯେ ପ୍ରାଣୀମାନେ ଗତି କରନ୍ତି ତା ନୁହେଁ, ଆମେମାନେ ଯେଉଁ ସମାଜରେ ରହୁଛୁ ସେ ସମାଜ ମଧ୍ୟ ଗତିଶୀଳ। ସଭ୍ୟତା ବଳରେ ସମାଜ ଗତି କରିଥାଏ। ତୁମେମାନେ କଳ୍ପନା କଲେ ଜାଣିପାରିବ, ଆମ ସମାଜର ମଧ୍ୟ ପାଦ ରହିଛି। ସମାଜ ପାଦ ପକାଇ ଆଗକୁ ଯାଏ, ତାର ମଧ୍ୟ ଗୋଟିଏ ପାଦ ଆଗକୁ ଗଲାବେଳେ ଗୋଟିଏ ପାଦ ପଛକୁ ଥାଏ। ତାର ଏଇ ପଛ ପାଦଟି କ'ଣ ଜାଣିଛ? ହଁ, ତାର ଏଇ ପଛ ପାଦଟି ହେଉଛି ଐତିହ୍ୟ। ଐତିହ୍ୟ ରୂପକ ପଛ ପାଦଟି ସୁଦୃଢ଼ ହେଲେ ହିଁ ସମାଜ ଆଗ ପାଦକୁ ଆଗକୁ ବଢ଼ାଇ ଗତି କରିପାରିବ, ନହେଲେ ସମାଜ ମଧ୍ୟ ଆମ ପରି ଝୁଣ୍ଟି ପଡ଼ିବ। ତେବେ କଥା ହେଉଛି, ଏ ଐତିହ୍ୟ କ'ଣ? ଆସ ଆମେ ଜାଣିବା। ଯଥାର୍ଥରେ ପରମ୍ପରା ବା ପରକୁ ପର ହୋଇ ରହିଥିବା ସାମାଜିକ ବ୍ୟବସ୍ଥା ହିଁ ଐତିହ୍ୟ। କେଉଁ କାଳରୁ ମଣିଷ ସୃଷ୍ଟି ହେଲାଣି, ପୁଣି ସଭ୍ୟତା ଓ ସମାଜ ମଧ୍ୟ କେବେଠାରୁ ଚଳି ଆସୁଛି। ବିଭିନ୍ନ ସମୟରେ ମଣିଷମାନେ ନିଜ ନିଜର ସୁବିଧା ପାଇଁ ବିଭିନ୍ନ ପ୍ରକାର ଚଳଣିକୁ ଆପଣେଇ ଆସିଛନ୍ତି। ସେଥିମଧ୍ୟରୁ ଅନେକ ଚଳଣି ବହୁ କାଳରୁ ଚଳି ପରମ୍ପରା ହୋଇଯାଇଛି। ଆମର ବାପା ଜେଜେଙ୍କ ଅମଳରୁ ଏପରିକି ଆହୁରି ଅଧିକ ପୂର୍ବରୁ ମଧ୍ୟ ପ୍ରଚଳିତ ଚଳଣି ଏବେ ବି ଆମ ସମାଜରେ ଦେଖିବାକୁ ମିଳୁଛି। ଏହି ପରମ୍ପରା ବା ଐତିହ୍ୟ ପାରିବାରିକ ହୋଇପାରେ, ସମ୍ପ୍ରଦାୟ, ଜାତି, ଗୋଷ୍ଠୀ, ଧର୍ମ, ସଂସ୍କୃତି ପ୍ରଭୃତିକୁ ନେଇ ମଧ୍ୟ ହୋଇପାରେ। ଆମ ପରିବାରର ପରମ୍ପରା ହିଁ ପାରିବାରିକ ଐତିହ୍ୟ। ସେମିତି ସାଂସ୍କୃତିକ ଐତିହ୍ୟ, ଧାର୍ମିକ ଐତିହ୍ୟ ପ୍ରଭୃତି ରହିଛି। ଏହାର ସୁରକ୍ଷା ବଂଶାନୁକ୍ରମିକ ଭାବେ ହୋଇଥାଏ। ଧାର୍ମିକ ଐତିହ୍ୟର ସୁରକ୍ଷା ଧର୍ମାନୁରାଗୀମାନେ କରିଥାନ୍ତି। ଠିକ୍ ସେହିଭଳି ସାଂସ୍କୃତିକ ଐତିହ୍ୟର ସୁରକ୍ଷା ସଂସ୍କୃତି ପ୍ରେମୀମାନେ କରିଥାନ୍ତି। ବର୍ତ୍ତମାନ ଆଧୁନିକ ବିଶ୍ୱରେ ଅନ୍ୟାନ୍ୟ ଦିଗ ଭଳି ଚଳଣିରେ ମଧ୍ୟ ଦ୍ରୁତ ପରିବର୍ତ୍ତନ ହେଉଛି। ଆଧୁନିକତା ନାମରେ ଆମେ କିଛି ଅଲଗା ଚଳଣିକୁ ଗ୍ରହଣ କରୁଛୁ। ଏଥିଯୋଗୁଁ ଆମ ପରମ୍ପରା ମଧ୍ୟ ବାଧାପ୍ରାପ୍ତ ହେଉଛି। ପୂର୍ବରୁ
ପରିବାର ମଧ୍ୟରେ ବଡ଼ମାନଙ୍କ ପ୍ରତି ଯେପରି ନମ୍ର ବ୍ୟବହାର, ସାନମାନଙ୍କ ପ୍ରତି ଶ୍ରଦ୍ଧା, ମୋଟାମୋଟି ଭାବେ ଯେପରି ଆପଣାର ଭାବ ରହୁଥିଲା, ସେଥିରେ ଏବେ କିଛି ଊଣା ହୋଇଛି। ସମାଜରେ ପ୍ରଚଳିତ ବିଭିନ୍ନ ଆନୁଷ୍ଠାନିକ ବିଧିବିଧାନରେ ଏବେ ପରିବର୍ତ୍ତନ ମଧ୍ୟ ଲକ୍ଷ୍ୟ କରାଯାଉଛି। ସାଧାରଣ ହେଉ କି ବିଶେଷ ଧରଣର ହେଉ, ପୂଜା ଉତ୍ସବ ପ୍ରଭୃତିରେ ଆଗପରି ନିଷ୍ଠା ମଧ୍ୟ ନଥିଲା ପରି ଜଣାପଡ଼ୁଛି। ଅନେକଙ୍କ ମଧ୍ୟରେ ଏଥିପ୍ରତି ଆସ୍ଥା ଆଉ ବିଶ୍ୱାସ ନଥିଲା ପରି ଜଣାପଡ଼ୁଛି। କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟ ମଧ୍ୟ ଆମର ଐତିହ୍ୟ। ବହୁ ସମୟରେ ବହୁ ମତାବଲମ୍ବୀ, ବହୁ ଧର୍ମାବଲମ୍ବୀ ଆମ ଦେଶରେ ନିଜ ନିଜର କୃତି ଛାଡ଼ି ଯାଇଛନ୍ତି। ସେଗୁଡ଼ିକର ସଂରକ୍ଷଣ ମଧ୍ୟ ଆମର କର୍ତ୍ତବ୍ୟ ହେବା ଆବଶ୍ୟକ। ଆମ ଦେଶରେ ବୌଦ୍ଧ, ଜୈନ, ଶୈବ, ଶାକ୍ତ, ବୈଷ୍ଣବ ପରମ୍ପରାମାନ ମୁଣ୍ଡ ଟେକିଛି। କିଛି ଲୋକ ଏବେ ମଧ୍ୟ ତାହାକୁ ଅନୁସରଣ କରି ଚାଲିଛନ୍ତି। ସେଥିପ୍ରତି ସମ୍ମାନ ଜଣାଇବା ଏବଂ ତାହାର ପ୍ରଚଳିତ ଧାରାକୁ ଅକ୍ଷୁଣ୍ଣ ରଖିବା ଆମର ଦାୟିତ୍ୱ। ତୁମେମାନେ ଜାଣିଛ, ଆମ ଦେଶ ଅତି ବିଚିତ୍ର। ଏଠି ସମସ୍ତେ ଅଛନ୍ତି, ସବୁକିଛି ଅଛି। ସେସବୁ ପ୍ରତି ଆଘାତ ଲାଗିଲେ ଆମର ବୈଚିତ୍ର୍ୟ ନଷ୍ଟ ହେବ। ଆଧୁନିକତା ଆମକୁ ଆହ୍ୱାନ କରୁଛି, ଆମେ ବି ତା ଆଡ଼କୁ ଯିବା, କିନ୍ତୁ ପୂରାପୂରି ପୁରୁଣାକୁ ଅବହେଳା କରିବା ଠିକ୍ ହେବ ନାହିଁ। ବିଭିନ୍ନ ମନ୍ଦିର, ମସଜିଦ, ଗିର୍ଜା, ଗୁରୁଦ୍ୱାର, ସ୍ତୂପ, ଗୁମ୍ଫା, ପାହାଡ଼, ଏପରିକି ବଡ଼ ବଡ଼ ପ୍ରାଚୀନ ଜଳାଶୟରେ ମଧ୍ୟ ଆମର ଐତିହ୍ୟ ଅଙ୍କିତ ହୋଇଛି। ସେଗୁଡ଼ିକ ପ୍ରତି ନିଘା ଦେବା ନିହାତି ଦରକାର। ଏବେ କିଛି ଦିନ ହେବ ଗୋଟିଏ କଥା ସମସ୍ତେ ଶୁଣୁଛେ, ତାହା ହେଲା ବୃକ୍ଷରୋପଣ। ବୃକ୍ଷ ଯୋଗୁଁ ଆମର ପରିବେଶ ସୁରକ୍ଷିତ ହେବ। ଏହି ବୃକ୍ଷ ସମ୍ପର୍କରେ ଆମର ପରମ୍ପରା ମଧ୍ୟ ବଡ଼ ଭୂମିକା ଗ୍ରହଣ କରେ। ଆଗେ ଲୋକେ କେତେକ ବୃକ୍ଷକୁ ପୂଜା କରୁଥିବା କଥା ଆମେ ଜାଣିଛେ। ଚଉରାରେ ତୁଳସୀ ଗଛ ହେଉ କି ବାଡ଼ିର ବେଲଗଛ, ପୁଣି ରାସ୍ତାକଡ଼ର ବର ଅଶ୍ୱତ୍ଥ ଗଛ, ଏ ଗଛଗୁଡ଼ିକୁ ପୂଜା କରିବା ଅର୍ଥାତ୍ ତାର ଯତ୍ନ ନେବା, ତା ମୂଳରେ ପାଣି ଦେବା କେତେକଙ୍କର ପ୍ରତିଦିନର କାମ ଥିଲା। ଏହି ପରମ୍ପରାକୁ ସମସ୍ତେ ଯଦି ଗ୍ରହଣ କରନ୍ତେ, ତେବେ ବୃକ୍ଷରୋପଣ ପାଇଁ ଆଉ ସ୍ୱତନ୍ତ୍ର ଯୋଜନା କରିବାକୁ ପଡ଼ନ୍ତା ନାହିଁ। ଏହି ପୂଜ୍ୟ ବୃକ୍ଷମାନଙ୍କୁ ନ କାଟିବା, ତାର ଡାଳପତ୍ର ନ କାଟିବା, ଏପରିକି ତାର ଶୁଖିଲା ଡାଳପତ୍ରକୁ ନ ଜାଳିବାର ପ୍ରଥା ଆମର ଥିଲା। ଏବେ ମଧ୍ୟ କେତେକ ଏହାକୁ ମାନୁଛନ୍ତି। ଆମର ପୁରୁଣା ଅନେକ କୀର୍ତ୍ତି ସବୁ ରହିଛି। ତୁମେମାନେ ଯଦି ଯାଇଥିବ, ତେବେ ଦେଖିଥିବ କୋଣାର୍କ ଆଉ ରାଜାରାଣୀ ମନ୍ଦିରର କାରୁକାର୍ଯ୍ୟ। ସାରା ପୃଥିବୀର ଲୋକଙ୍କୁ ଆକୃଷ୍ଟ କରିପାରୁଥିବା ଅପୂର୍ବ ନିର୍ମାଣ ଆମର ଗୌରବ ବଢ଼ାଇଛି। ଏ ପର୍ଯ୍ୟନ୍ତ ସେଗୁଡ଼ିକ ସୁରକ୍ଷିତ ରହିଥିବାରୁ ଆମେ ସ୍ୱତନ୍ତ୍ର ଭାବରେ ପରିଚିତ ହୋଇପାରୁଛୁ, ଗର୍ବ ଅନୁଭବ କରୁଛୁ। ଏହି ଅମୂଲ୍ୟ ଐତିହ୍ୟର ସୁରକ୍ଷା ପାଇଁ ପ୍ରତ୍ନତତ୍ତ୍ୱ ବିଭାଗ ବହୁ କାମ କରୁଛି। ପୁରୀ ମନ୍ଦିର, ଲିଙ୍ଗରାଜ ମନ୍ଦିର, ବିରଜା ମନ୍ଦିର ପ୍ରଭୃତି ଆମ ଐତିହ୍ୟର ଅନ୍ୟତମ ରୂପାୟନ। ରତ୍ନଗିରି, ଉଦୟଗିରି ପ୍ରଭୃତିର ବୌଦ୍ଧ କୀର୍ତ୍ତିଗୁଡ଼ିକ ଆମ ପୂର୍ବପୁରୁଷଙ୍କର ସ୍ମୃତିକୁ ଜାଗ୍ରତ କରି ରଖିଛି। ଆମର ଯେତେ ସବୁ ପୂଜା ପାର୍ବଣ ରହିଛି, ତାହା ଆମମାନଙ୍କ ମଧ୍ୟରେ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ କରାଯାଇଛି। ମନକୁ ନିର୍ମଳ ଓ ଭକ୍ତିପୂର୍ଣ୍ଣ କରିବା, ବନ୍ଧୁବାନ୍ଧବ, ପ୍ରିୟଜନ ମିଳିତ ହୋଇ ପରସ୍ପରର ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ଏହି ଉତ୍ସବମାନଙ୍କର ଭୂମିକା ରହିଛି। ଦୁର୍ଗା ପୂଜା, ଦୋଳ, ରଜ, ରଥଯାତ୍ରା ପ୍ରଭୃତି ବଡ଼ ବଡ଼ ଗଣପର୍ବ ଆମ ଜୀବନରେ ଆନନ୍ଦ ଭରି ଦେଉଛି। ଗତାନୁଗତିକ ଧାରାରେ ଆମେ ଏସବୁକୁ ପାଳି ଆସୁଛନ୍ତି। ଆମର ନୃତ୍ୟ ସଙ୍ଗୀତ ମଧ୍ୟ ବହୁ ପୁରୁଣା। ସେଥିରେ ଯେଉଁ ଆକର୍ଷଣ ରହିଛି, ତାହା ଅତୁଳନୀୟ। ଏହିପରି ଯଦି ଆମେ ଦେଖିବା, ତେବେ ଜାଣିପାରିବା ଯେ ଆମର ଐତିହ୍ୟ କେତେ ମହାନ, କେତେ ସମୃଦ୍ଧ। କଥା ହେଉଛି, ଆମର ପୂର୍ବ ପିଢ଼ି ଏସବୁକୁ ରକ୍ଷା କରି ଆସିଛନ୍ତି, ତେଣୁ ଏସବୁ ଆମ ପାଖରେ ପହଞ୍ଚିଛି। ଏବେ ଆମର ଦାୟିତ୍ୱ ଏହାର ସୁରକ୍ଷା କରି ଆମେ ପରପିଢ଼ି ପାଇଁ ଛାଡ଼ିଯିବା। ଏହି ଐତିହ୍ୟର ସୁରକ୍ଷା ପାଇଁ ସରକାର ବହୁ ଯତ୍ନ କରୁଛନ୍ତି। ବ୍ୟକ୍ତିଗତ ଭାବରେ ଆମେ ମଧ୍ୟ ଉଦ୍ୟମ କରିବା। ବିଭିନ୍ନ ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ଉପରେ ଧ୍ୟାନ ଦେବା। ଆଧୁନିକତା ନାମରେ ପ୍ରାଚୀନକୁ ହତାଦର କରିବା ନାହିଁ। ଆମର ଯାହା ସବୁ ଚଳଣି ରହିଛି, ତାହାକୁ ବିଚାର ନ କରି ଛାଡ଼ିବା ନାହିଁ। ଯଦିଓ ଏବେ ଆମେ ଅଧିକ ବିଜ୍ଞାନ ମନସ୍କ, ପ୍ରତ୍ୟେକ କଥାର ପ୍ରମାଣ ଖୋଜୁଛୁ,
आमर ऐतिह्य मध्यरे केउं प्रकार जुक्तिजुक्तता रहिछि ताहाकु अनुसंधान करिबा उचित। तेबे जाई आमर ऐतिह्य सुरक्षित हेब। सेही ऐतिह्य उपरे दृढ़ भावरे रही आमे नूतनता आड़कू अग्रसर हेबा। पिले आस आम माटी मार गुणवंदना करिबा। शुणिबा देश वंदना। क्षीरोद चंद्र पोथाळଙ୍କ रचनारू देश वंदनाटीକୁ गाइछन्ति आद्यास स्वाई। भाई रे माटी माँ भाई रे माटी माँ हे माटी हसिले आमे तो हसिबा हे माटी हसिले आमे तो हसिबा हसिब सारा दुनिया रे हे माटी माँ भाई रे हे माटी माँ सुजला सुफला शस्यरे श्यामला ममता मयिषे सन्तान बछड़ा सुजला सुफला शस्य श्यामला ममता मयिषे सन्तान बछड़ा एते फूल फुटे बासना चहटे एते फूल फुटे बासना चहटे बहई शीतल बारे हे माटी माँ भाई रे हे माटी माँ ताहारी कोଳରେ ହୋଇଛୁ ଜନମ କରି ଯିବା କିଛି କାହା ଲାଗି କାମ ତାହାରି କୋଳରେ ହୋଇଛୁ ଜନମ କରି ଯିବା କିଛି କାହା ଲାଗି କାମ ସଫଳ କରିବା ଆମରି ଜନମ ସଫଳ କରିବା ଆମରି ଜନମ ରଖି ଯିବା ତାର ନାରେ हे माटी माँ भाई रे हे माटी माँ सुजला सुफला शस्यरे श्यामला ममता मयिषे सन्तान बछड़ा सुजला सुफला शस्यरे श्यामला ममता मयिषे सन्तान बछड़ा केते फूल फुटे बासना चहटे केते फूल फुटे बासना चहटे बहई शीतल बारे हे माटी माँ हे माटी माँ ପିଲାଏ ତମେମାନେ ତ ଜାଣ ଆମ ରାଜ୍ୟ ଓଡ଼ିଶା ମନ୍ଦିର ମାଳିନୀ। ମନ୍ଦିର ଆମ ସଂସ୍କୃତି ଏବଂ ପରମ୍ପରାକୁ ଜୀବନ୍ତ ରଖେ। ମନ୍ଦିର ଯାଇ ଭକ୍ତମାନେ ଭଗବାନଙ୍କ ଦର୍ଶନ ପାଇଲେ ତାଙ୍କ ମନ ଶାନ୍ତ ହୋଇଯାଏ।
ମନରେ ଅପୂର୍ବ ଆନନ୍ଦ ଖେଳିଯାଏ। ଭଗବାନ ମଧ୍ୟ ତାଙ୍କ ଭକ୍ତଙ୍କୁ ଦେଖି ଖୁସି ହୁଅନ୍ତି। ତାହେଲେ ଆସ ପିଲେ ବୁଲି ଆସିବା ମନ୍ଦିର ଆଡ଼େ। ଶୁଣିବା କେନ୍ଦ୍ରାପଡ଼ାର ବଳଦେବଜୀଉ ମନ୍ଦିର ବିଷୟରେ। ତମମାନଙ୍କ ପାଇଁ କହିଛନ୍ତି ହୃଷିକେଶ ରଥ। ପିଲାମାନେ, ନୀଳାଦ୍ରି ବିହାରୀ ଶ୍ରୀଜଗନ୍ନାଥଙ୍କର ଜ୍ୟେଷ୍ଠ ଭ୍ରାତା ରେବତୀ ରମଣ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଙ୍କର ସୁଦୃଶ୍ୟ ମନ୍ଦିର କେନ୍ଦ୍ରାପଡ଼ାର ଇଚ୍ଛାପୁରଠାରେ ବିଦ୍ୟମାନ। ଶ୍ରୀ ବଳଦେବ ନିଜ ଇଚ୍ଛାରେ ନିଜ ବିଜୟସ୍ଥଳୀ ଚୟନ କରିଥିବାରୁ ସ୍ଥାନର ନାମ ଇଚ୍ଛାପୁର। ପିଲାମାନେ, ଶ୍ରୀ ସିଦ୍ଧ ବଳଦେବ ହେଉଛନ୍ତି ଏଠାରେ ପ୍ରତିଷ୍ଠିତ ଦେବତା ତଥା କେନ୍ଦ୍ରାପଡ଼ା ଅଧିବାସୀଙ୍କର ଇଷ୍ଟଦେବ ରୂପେ କେଉଁ ସୁଦୂର ଅତୀତରୁ ପୂଜା ପାଇ ଆସୁଛନ୍ତି। ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଙ୍କୁ ଦର୍ଶନ କରିବାର ପ୍ରଥା ଆମ ସମାଜରେ ରହି ଆସିଅଛି। ପିଲାମାନେ, ତମମାନେ ଜାଣିଛ ଭଗବାନ ବିଷ୍ଣୁଙ୍କ ଦଶାବତାର ମଧ୍ୟରେ ବଳରାମ ହେଉଛନ୍ତି ଅଷ୍ଟମ ଅବତାର। କାହା ପାଇଁ ସେ ବଳଦେବ, ବଳଭଦ୍ର, ବଳରାମ ପୁନଶ୍ଚ ଜାଣିଛ ପିଲେ କିଏ ତାଙ୍କୁ ଡାକେ ଶଙ୍କର୍ଷଣ, କାମପାଳ, ମୁସଳି, ହଳି, ହଳାୟୁଧ, ହଳଧର। ଆୟୁଧ ହଳ, ଲଙ୍ଗଳ ଓ ମୁସଳ। ସେ ହେଉଛନ୍ତି ପିଲାମାନେ କୃଷିର ପ୍ରତୀକ ଦେବତା। ଦ୍ୱାପର ଯୁଗର କଥା ଜାଣିଛ ପିଲେ, ମହାଭାରତ ଯୁଦ୍ଧରେ ପ୍ରଭୁ ବଳରାମ କୌଣସି ପକ୍ଷ ସମର୍ଥନ ନ କରି ତୀର୍ଥାଟନରେ ଆସି ପ୍ରବଳ ପ୍ରତାପୀ କନ୍ଦରାସୁରକୁ ନିହତ କରିଥିଲେ। କନ୍ଦରାର ପାଳିତ କନ୍ୟା ଭକ୍ତିମତୀ ତୁଳସୀର ଭକ୍ତି ଆରାଧନାରେ ସନ୍ତୁଷ୍ଟ ହୋଇ ନିଜର ପତ୍ନୀ ଭାବେ ଗ୍ରହଣ କରିଥିଲେ। ତୁଳସୀଙ୍କ ନାମରେ କ୍ଷେତ୍ରର ନାମ ତୁଳସୀ କ୍ଷେତ୍ର। ଏ କ୍ଷେତ୍ର ବ୍ରହ୍ମକ୍ଷେତ୍ର, ଗୁପ୍ତ କ୍ଷେତ୍ର। ପିଲାମାନେ, ପ୍ରଭୁ ବଳଦେବ ହେଉଛନ୍ତି ସ୍ୱୟଂ ବ୍ରହ୍ମ। ମନ୍ଦିରର ନୀଳଚକ୍ର ମଧ୍ୟ ବ୍ରହ୍ମ ନୀଳଚକ୍ର, ପତାକା ମଧ୍ୟ ବ୍ରହ୍ମକେତନ, ରଥ ବ୍ରହ୍ମ ତାଳଧ୍ୱଜ। ପୀଢ଼ ଶୈଳୀରେ ନିର୍ମିତ ଶୋଭା ଅତ୍ୟନ୍ତ ଆକର୍ଷଣୀୟ। ମନ୍ଦିର ଉପରେ ଶୋଭା ପାଉଛି ରାମାନନ୍ଦୀ ଚିତ୍ତା। ଚତୁଃପାର୍ଶ୍ୱରେ ସୁଉଚ୍ଚ ପ୍ରାଚୀର, ବେଢ଼ା ଭିତରେ ସୁଶୋଭିତ ବଡ଼ଦେଉଳ, ଭୋଗମଣ୍ଡପ, ଜଗମୋହନ, ମୁଖଶାଳା, ମହାଲକ୍ଷ୍ମୀ ମନ୍ଦିର, ରେବତୀ ମନ୍ଦିର, ମା ତୁଳସୀ ମନ୍ଦିର, ତୁଳସୀ ଚଉରା, କାଶୀ ବିଶ୍ୱନାଥ ମନ୍ଦିର, ଶ୍ରୀରାମ ମନ୍ଦିର, କନକ ଦୁର୍ଗା ମନ୍ଦିର, ନବଗ୍ରହ ମନ୍ଦିର, ପୁନଶ୍ଚ ଷଡ଼ଭୁଜ ଗୌରାଙ୍ଗ ମନ୍ଦିର, ଏପରି ଅନେକ ଦେବାଦେବୀ ମନ୍ଦିର ଭିତରେ ବିଦ୍ୟମାନ। ଏହା ବ୍ୟତୀତ ଝୁଲଣ ଘର, ସ୍ନାନ ମଣ୍ଡପ, ମୁକ୍ତିମଣ୍ଡପ, ରୋଷଘର, ଆନନ୍ଦ ବଜାର, ଅମଣିଆ ଦୋକାନ ଇତ୍ୟାଦି ରହିଛି। ବଡ଼ଦେଉଳର ରତ୍ନସିଂହାସନରେ ମଣିବ୍ରହ୍ମ ଶିଳା ବିଗ୍ରହ ପ୍ରଭୁ ବଳଦେବ, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା, ଚକ୍ରରାଜ ସୁଦର୍ଶନ, ମହାଲକ୍ଷ୍ମୀ, ଶ୍ରୀଗୋବିନ୍ଦଜୀଉ, ଆଣ୍ଠୁଆ ଗୋପାଳ ଓ ଶାଳଗ୍ରାମ ମୂର୍ତ୍ତି ପୂଜା ପାଉଛନ୍ତି। ପିଲାମାନେ, ରତ୍ନବେଦୀ ଓ ଜଗମୋହନର ମଧ୍ୟଭାଗରେ ଭୋଗମଣ୍ଡପ। ଭୋଗମଣ୍ଡପରୁ ବଳଦେଉଳକୁ ପ୍ରବେଶ ପଥରେ ଦୁଇ ପାର୍ଶ୍ୱରେ ରହିଛି ଜୟ ବିଜୟଙ୍କ ପ୍ରତିଛବି। ପିଲାମାନେ, ସପ୍ତପୀଢ଼ ଶୈଳୀରେ ନିର୍ମିତ ଜଗମୋହନ ଅନ୍ୟାନ୍ୟ ମନ୍ଦିର ତୁଳନାରେ ଟିକେ ଆକର୍ଷଣୀୟ। ଏଥିରେ ଶ୍ରୀଜୀଉଙ୍କ ଆବିର୍ଭାବ ସମୟରୁ ସାମ୍ପ୍ରତିକ ମନ୍ଦିର ଯାଏ ସମସ୍ତ ଲୀଳାକୁ ଚିତ୍ରିତ କରାଯାଇଛି। ଚତୁଃପାର୍ଶ୍ୱ କାନ୍ଥରେ ଶ୍ରୀକୃଷ୍ଣଙ୍କ ଲୀଳା ପ୍ରସଙ୍ଗ ଆଦି ସୂକ୍ଷ୍ମ କଳାର ନିଦର୍ଶନ ପରିସ୍ଫୁଟ ହୋଇଅଛି। ଏହି ମନ୍ଦିରରେ 7 ଫୁଟ ଉଚ୍ଚର ଗରୁଡ଼ ଖୁମ୍ବ ବିଦ୍ୟମାନ। ଏହା ଉପରେ ଗରୁଡ଼ଙ୍କର କମନୀୟ ମୂର୍ତ୍ତି ଶୋଭା ପାଉଛି। ଏହି ମନ୍ଦିର ମଧ୍ୟରେ ଚାରିଦିଗକୁ 4 ଗୋଟି ଦ୍ୱାର ମଧ୍ୟରୁ ପଶ୍ଚିମ ଦ୍ୱାର ଭୋଗମଣ୍ଡପ ସହିତ ସଂଯୁକ୍ତ ହୋଇଛି। ସମ୍ମୁଖ ଦ୍ୱାରର ଦୁଇ ପାର୍ଶ୍ୱରେ ଚନ୍ଦ୍ର ଓ ସୂର୍ଯ୍ୟ ମନ୍ଦିର ରହିଛି। ପିଲାମାନେ, ଏହି ମନ୍ଦିରର ପ୍ରବେଶ ପଥରେ ରହିଛି 22 ପାହାଚ। ବଳଦେବଜୀଉଙ୍କ ମନ୍ଦିର ବେଢ଼ାକୁ ପ୍ରବେଶ କରିବା ମୁଖ୍ୟ ପଥକୁ କୁହାଯାଏ ମୁଖଶାଳା ବା ବାଟ ମନ୍ଦିର। ମନ୍ଦିରକୁ ପ୍ରବେଶ କଲା ପରେ ଶ୍ରୀମନ୍ଦିର ପରି ଡାହାଣ ପଟ ସମ୍ମୁଖରେ ପତିତପାବନ ମୂର୍ତ୍ତି ଓ ତାଙ୍କ ସମ୍ମୁଖରେ କ୍ଷେତ୍ରରକ୍ଷକ ପବନସୁତ ଭକ୍ତରାଜ ହନୁମାନ ଯୋଡ଼ ହସ୍ତରେ ପ୍ରଭୁଙ୍କୁ ଚାହିଁ ରହିଛନ୍ତି। ବାଟ ସମ୍ମୁଖର ସମ୍ମୁଖ ଚକୁଡ଼ା ଉପରେ ବିଦ୍ୟମାନ ଅରୁଣ ସ୍ତମ୍ଭ। ବାଟ ମନ୍ଦିରର ସମ୍ମୁଖ ଚକଡ଼ା ଉପରେ ବିଦ୍ୟମାନ ଅରୁଣ ସ୍ତମ୍ଭ। ଶ୍ରୀମନ୍ଦିରର ସେବାନୀତି ଓ ବର୍ଣ୍ଣାଢ୍ୟ ବେଶଭୂଷା ପରି ଶ୍ରୀ ବଳଦେବଜୀଙ୍କର ସେବା ନୀତିକାନ୍ତି ସମ୍ପନ୍ନ ହୋଇଥାଏ। ପିଲାମାନେ, ପ୍ରତ୍ୟୁଷ ପହଡ଼ ଫିଟା, ଜୟମଙ୍ଗଳ ଆଳତି, ପ୍ରାତବଲ୍ଲଭ ଧୂପ, ସକାଳ ଧୂପ, ଦ୍ୱିପ୍ରହର ଧୂପ, ସନ୍ଧ୍ୟା ପହୁଡ଼ ଖୋଲା, ଉଠାଣି ଧୂପ, ରାତ୍ର ଧୂପ ଓ ଶୃଙ୍ଗାର ଧୂପ, ଯାହାକି ଅନ୍ତିମ ଧୂପ। ଜାଣିଛ ପିଲେ, ରସାବଳୀ ବଳଦେବଜୀଙ୍କର ପ୍ରିୟ ମଣୋହି। ରାତ୍ର 9:30ରୁ 10ଟା ମଧ୍ୟରେ ବଡ଼ସିଂହାର ବେଶ ଅନୁଷ୍ଠିତ ହୋଇଥାଏ। ମୁଖବାସ ଅର୍ପଣ ଓ ପୁଷ୍ପାଞ୍ଜଳି ପରେ ଶ୍ରୀଜୀଉଙ୍କର ପହୁଡ଼ ଲାଗି ହୋଇଥାଏ। ମନ୍ଦିର ମଧ୍ୟରେ 3 ଠାକୁରଙ୍କ ଶୋଭା ଅତ୍ୟନ୍ତ ମନଲୋଭା। ପାଟବସ୍ତ୍ର, ଅଳଙ୍କାର ତଥା ପୁଷ୍ପ ତୁଳସୀରେ ସେବାୟତମାନେ ଏଭଳି ବେଶ କରାଇଥାନ୍ତି, ଯାହା ଦେଖିଲେ ମନ ଲାଖିଯାଏ। ଜାଣିଛ ପିଲେ, 12 ମାସରେ ବିଭିନ୍ନ ପର୍ବପର୍ବାଣୀରେ ଶ୍ରୀଜୀଉମାନେ ବିଭିନ୍ନ ବେଶରେ ସଜ୍ଜିତ ହୋଇ ଶୋଭାମଣ୍ଡନ କରିଥାନ୍ତି।
ପୌଷ ପୂର୍ଣ୍ଣିମା ଦିନ ତିନି ଦିଅଙ୍କୁ ସୁନାବେଶ କରାଯାଇଥାଏ। ଗହ୍ମା ପୂର୍ଣ୍ଣିମା ଦିନ ଶ୍ରୀଜୀଉଙ୍କ ଜନ୍ମ ମହୋତ୍ସବ ପାଳିତ ହୋଇଥାଏ। ରଥଯାତ୍ରା ସମୟରେ ଶ୍ରୀ ବଳଦେବ ଭାଇ ଭଉଣୀ ସହିତ ବ୍ରହ୍ମ ତାଳଧ୍ୱଜ ରଥରେ ବସି ଘୋଷଯାତ୍ରାରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ବୁଝିଲ ପିଲେ, କମନୀୟ ସେ ପଦ୍ମନେତ୍ର, ଅପରୂପ ଲାବଣ୍ୟ କାନ୍ତି। ଭକ୍ତମାନେ ମନ୍ଦିରରେ ଶ୍ରୀ ବଳଦେବଙ୍କୁ ଦର୍ଶନ କରି ନୟନ ମନ ସାର୍ଥକ କରିବା ସହ ଅହେତୁକ କୃପା ଲାଭ କରିଥାନ୍ତି। ହଉ ପିଲେ, ଆଜିର କିଶୋର ଚକ୍ରକୁ ଏଇଠି ରଖି ଉଠୁଛୁ, ହେଲେ ଯିବା ଆଗରୁ ପୁଣି ମନେ ପକେଇ ଦଉଛି। ତମକୁ ଆଜିର ଆମ କିଶୋର ଚକ୍ର କାର୍ଯ୍ୟକ୍ରମ କେମିତି ଲାଗିଲା ସେ ବିଷୟରେ ତମର ମତାମତ ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବ। ଆମକୁ ଚିଠି ଲେଖିବାର ଠିକଣା ହେଲା କିଶୋର ଚକ୍ର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତାହେଲେ ଆଜି ପାଇଁ ଏତିକି।